ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ନଭେମ୍ବର 21 ତାରିଖରେ କେନ୍ଦୁଝର ଜିଲ୍ଲାରେ ଥିବା ଆନନ୍ଦପୁର ଷ୍ଟାଡିୟମଠାରେ ଏକତା ପାଇଁ ପଦଯାତ୍ରା ସକାଳ 9 ଘଟିକା ସମୟରେ ମୁଖ୍ୟ ଅତିଥି ଓ ବରଣୀୟ ଅତିଥିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ଏକତା ପଦଯାତ୍ରାରେ ସହରର ଝାଡ଼େଶ୍ୱର ଉଚ୍ଚ ବିଦ୍ୟାଳୟଠାରୁ ଆରମ୍ଭ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରି ଆନନ୍ଦପୁର ଷ୍ଟାଡିୟମରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ଜନସାଧାରଣ, ଘରୋଇ ବସ୍ ମାଲିକ ସଂଘ, ପୋଲିସ ବିଭାଗ କର୍ମଚାରୀ, ବଣିକ ସଂଘ, ସ୍ୱେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ ଅନୁଷ୍ଠାନର ନାଗରିକମାନେ ସାମିଲ ହୋଇଥିବାର ମଧ୍ୟ ଦେଖିବାକୁ ପାଇଥିଲୁ। ଦେଶର ଏକତା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନେକ କାର୍ଯ୍ୟ କରିଛନ୍ତି। ସେଥିପାଇଁ ଏକତା ପଦଯାତ୍ରାର ଶୁଭାରମ୍ଭ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସରକାରୀ ଉପଜିଲ୍ଲାପାଳ ନୀଳମାଧବ ସୁନା, କେନ୍ଦୁଝର ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ବିଜେପି ନେତା ଡକ୍ଟର ଶମ୍ଭୁନାଥ ରାଉତ, ବିଜେପି ନେତା ଆଲୋକ ସେଠୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ବିଜେପି ନେତା, ସାମ୍ବାଦିକ ଓ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝରରୁ ଗଗନଭେର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। सफल प्रयास समाज एक भारत एक श्रेष्ठ हम आगू को जीव विकसित राष्ट्र परिणत हम। आज एकता पदयात्रा यही मेसेज यही कथा समाज को गला एक रहा आगू को बढ़ा। सरदार वल्लभ भाई पटेल 150तम जन्मदिवस उपलक्षे आमर जो एकता पदयात्रा आरंभ होती। एकता पदयात्रा आनंदपुर सब डिविजन सब महाविद्यालय विद्यालय छात्र छात्री माने एनसीसी गाइड स्काउट पिला माने भाग नहीं पदयात्रा आमर आनंदपुर स्टाडियम ठारे जाकि जोग देउछंती। यह अति आनंदर विषय। बहुत खुशी लगुच पदयात्रा सामिल होगी आमर छात्र छात्री माने। धन्यवाद। सरदार वल्लभ भाई पटेल प्रधानमंत्री राष्ट्रीय एकता दिवस घोषणा करते एकता पदयात्रा आरंभ लोकसभा प्रशासनिक अधिकारी मन एक सरदार वल्लभ भाई पटेल 500 भारत श्रेष्ठ भारत आज सारा भारत सब लोक हृदय में देश प्रेम जागृत हो स्पंदन तैयारी हो जो कारण जहाद्वारा कि कौन अराष्ट्रीय विखंडित करने साहस कर माननीय प्रधानमंत्री जो भावना प्रशासन सब कलेक्टर भावना एक स्वदेशी आधार